କ'ଣ ଆପଣ କେବେ ଭାବିଛନ୍ତି କି ଦୁନିଆର ସବୁଠାରୁ ବଡ଼ ମୋଟିଭେସନ୍ କ'ଣ? ଟଙ୍କା, ସଫଳତା ନା ଆଉ କୌଣସି ବଡ଼ ଜିନିଷ? ନାଇଁ, ଏସବୁ ନୁହେଁ। ଦୁନିଆର ସବୁଠାରୁ ବଡ଼ ମୋଟିଭେସନ୍ ହେଉଛି ନିଜର ଅସ୍ତିତ୍ୱ। ଜନ୍ମ ହୋଇଥିବା ପ୍ରତିଟି ଶିଶୁ ନିଜର ପ୍ରଥମ ନିଶ୍ୱାସ ନେବା ପାଇଁ ନିଜେ ହିଁ ସଂଘର୍ଷ କରିଥାନ୍ତି। ତାଙ୍କୁ କେହି ଶିଖାଇବା ପାଇଁ ଆସନ୍ତେନି। ଏହା ସେହି ଶିଶୁର ଆତ୍ମସଂଘର୍ଷ ହୋଇଥାଏ। ଏହା ତା'ର ଜୀଇବାର ଇଚ୍ଛା ହୋଇଥାଏ। ଗୋଟିଏ ଛୋଟିଆ ମଞ୍ଜି ମାଟିକୁ ଫଟେଇ ପଥରକୁ ଚିରିକି ସୂର୍ଯ୍ୟକିରଣ ପର୍ଯ୍ୟନ୍ତ ପହଞ୍ଚିଥାଏ। କାରଣ ତାକୁ ଜଣାଅଛି କି ଜୀବନର ଉଦ୍ଦେଶ୍ୟ ହେଉଛି ନିଜକୁ ବଞ୍ଚାଇବା, ନିଜକୁ ବଢ଼େଇବା ଆଉ ନିଜର କ୍ଷମତାକୁ ଜାଣିବା। ଯେବେ ଜୀବନ କଷ୍ଟସାଧ୍ୟ ହୋଇଥାଏ, ଯେବେ ସମସ୍ୟା ଗୁଡ଼ିକ ଆପଣଙ୍କୁ ଚାରିଆଡ଼ୁ ଘେରି ଯାଆନ୍ତି, ତ ମନେ ରଖନ୍ତୁ କି ଏସବୁ ଆପଣଙ୍କୁ ମଜବୁତ ବନାଇବା ପାଇଁ ହୋଇଥାଏ। ପ୍ରତ୍ୟେକ ଅସୁବିଧା ଆପଣଙ୍କୁ ସେହି ବ୍ୟକ୍ତିରେ ପରିଣତ କରିବା ପାଇଁ ଆସିଥାଏ ଯାହା ଆପଣ ହେବା ପାଇଁ ଯାଉଛନ୍ତି। ଆପଣଙ୍କ ସବୁଠାରୁ ବଡ଼ ମୋଟିଭେସନ୍ ହେଉଛି ଆପଣ ନିଜେ, ଆପଣଙ୍କ ସ୍ୱପ୍ନ, ଆପଣଙ୍କ ପରିଶ୍ରମ, ଆପଣଙ୍କ କାହାଣୀ। ନିଜକୁ କେବେ ବି କମ୍ ବୋଲି ଭାବନ୍ତୁନି। ଯଦି ଆପଣ ପଡ଼ିଯାଆନ୍ତି ତ ଉଠନ୍ତୁ, ଯଦି ଆପଣ ହାରିଯାଆନ୍ତି ତ ପୁଣି ଥରେ ଚେଷ୍ଟା କରନ୍ତୁ। ଦୁନିଆର ସବୁଠାରୁ ବଡ଼ ମୋଟିଭେସନ୍ ହେଉଛି ନିଜ ଉପରେ ଥିବା ଆପଣଙ୍କ ବିଶ୍ୱାସ। ମନେ ରଖନ୍ତୁ, ପ୍ରତ୍ୟେକ ସୂର୍ଯ୍ୟ ଅସ୍ତ ହେବା ପରେ ଏକ ନୂତନ ସୂର୍ଯ୍ୟ ଉଦୟ ହୋଇଥାଏ, ଆଉ ଏହା ହିଁ ଜୀବନ ହୋଇଥାଏ। ନିଜ ଉପରେ ବିଶ୍ୱାସ ରଖନ୍ତୁ ଆଉ ନିଜର ସ୍ୱପ୍ନକୁ ବାସ୍ତବରେ ପରିଣତ କରନ୍ତୁ।